ଆମେ ଦେଖିବା ଗ୍ଲୋରି ଅଫ୍ ଗଡ୍ ବା ଈଶ୍ୱରଙ୍କର ମହିମା। ସେଥିପାଇଁ ଯୋଉ ଶାସ୍ତ୍ରାଂଶ ଆମେ ନେଇଛୁ ସେଟା ହଉଛି ଜିସାୟ 6 ପର୍ବ ଆଉ 1 ରୁ କିଛି ପଦ ମୁଁ ପଢିବି। ଜିସାୟ ଭବାଦୀଙ୍କ ପୁସ୍ତକ 6 ପର୍ବ 1 ରୁ କିଛି ପଦ ଯାକେ। ଉସିୟ ରାଜା ମୃତ ହେବା ବର୍ଷ ମୁଁ ପ୍ରଭୁଙ୍କୁ ଏକ ଉଚ୍ଚ ଉନ୍ନତ ସିଂହାସନରେ ଉପବିଷ୍ଟ ଦେଖିଲି। ତାହାଙ୍କ ରାଜବସ୍ତ୍ରର ଅଞ୍ଚଳ ମନ୍ଦିରକୁ ପରିପୂର୍ଣ୍ଣ କଲା। ତାହାଙ୍କ ନିକଟରେ ସରାଫ ଗଣ ଠିଆ ହେଲେ। ସେ ପ୍ରତ୍ୟେକର 6 ପକ୍ଷ ଥିଲା। ପ୍ରତ୍ୟେକ 2 ପକ୍ଷରେ ଆପଣା ଆପଣା ମୁଖ ଆଚ୍ଛାଦନ କଲେ। 2 ପକ୍ଷରେ ଚରଣ ଆଚ୍ଛାଦନ କଲେ। 2 ପକ୍ଷରେ ଉଡ଼ିଲେ। ଆଉ ସେମାନେ ପରସ୍ପର ଡାକିକି କହିଲେ, ସୈନ୍ୟାଧିପତି ସଦାପ୍ରଭୁ ଧର୍ମମୟ ଧର୍ମମୟ ଧର୍ମମୟ, ସମୁଦାୟ ପୃଥିବୀ ତାହାଙ୍କ ମହିମାରେ ପରିପୂର୍ଣ୍ଣ। ଓଡ଼ିଆରେ ମହିମା, ଇଂରାଜୀରେ ହଉଛି ଗ୍ଲୋରି। ସମସ୍ତ ପୃଥିବୀ ବା ସମୁଦାୟ ପୃଥିବୀ ତାଙ୍କର ମହିମାରେ ପରିପୂର୍ଣ୍ଣ ଅଟେ। ମାନେ ଦ୍ୱିତୀୟ ପଦକୁ ଯିବା। ସେଇଟା ଆପଣ ମାନେ ପାଇପାରିବେ ଲେବି ପୁସ୍ତକ ତାର 10 ପର୍ବ 3 ପଦ। ଲେବି ପୁସ୍ତକ 10 ପର୍ବର 3 ପଦ। ତହୁ ମୋଶା ହାରଣଙ୍କୁ କହିଲେ, ମୋଶା ହାରଣଙ୍କୁ କହିଲେ, 2 ଭାଇ ଭିତରେ କଥାବାର୍ତ୍ତା। ସଦାପ୍ରଭୁ ଏହି କଥା କହିଲେ, ଯେଉଁମାନେ ଆମ୍ଭ ନିକଟକୁ ଆସନ୍ତି ସେମାନଙ୍କର ମଧ୍ୟରେ ଆମ୍ଭେ ପବିତ୍ର ରୂପେ ମାନ୍ୟ ହେବା ଓ ସମସ୍ତ ଲୋକଙ୍କ ଅଗ୍ରତେ ଆମ୍ଭେ ଗୌରବାନ୍ୱିତ ହେବା। ଆର ଯୋଉ ବ୍ୟାକଗ୍ରାଉଣ୍ଡ ବା ପୃଷ୍ଠଭୂମି ସେଟା ହଉଛି ଏଭଳିକା, 2 ଜଣ ହାରଣଙ୍କର ପୁଅ, ସେମାନେ ଠିକ ଭାବରେ ଯୋଉ ଧୂପ ଦବା କଥା ଧୂପ ଦେଲେନି। ସେଥିରେ କିଛି ଗଡବଡ ହେଇଗଲା। ଯୋଉ ନିଆଁ ପ୍ରଭୁ ଆଦେଶ ଦେଇଥିଲେ, ଯୋଉ ନିଆଁଟା ବନା ହବ ଆଉ ସେଥିରେ କରାହବ, ସେମାନେ ଆଉ ଗୋଟେ ପ୍ରକାରର ନିଆଁ କରିକି ସେମାନେ କଲେ। ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା। ସେମାନେ ସେଇଠି ପଡିକି ମରିଗଲେ। ସେଇ ସମୟର ଘଟଣା। ହାରଣଙ୍କର ଆହୁରି 2ଟା ପୁଅ ଅଛନ୍ତି। ସେମାନଙ୍କୁ ମୋଶା କହିଲେ, 2 ଭାଇ ତ ମରିଗଲେ, ଏମାନେ କାଳେ ପଳେଇ ଆସିବେ। ତାଙ୍କୁ ମୋଶା ଯାଇ କହୁଛନ୍ତି, ଦେଖ ତମାନେ ସମାଗମ ତମ୍ବୁରୁ ବାହାରିକି ଆସିବନି, କାରଣ ତୁମ ଉପରେ ସେଇ ଅଭିଷିକ୍ତ ବା ଅଭିଷେକ ତୈଳ ଅଛି। ତେଣୁ ସଦାପ୍ରଭୁଙ୍କର କ୍ରୋଧ ଯାହାମାନଙ୍କ ଉପରେ ପଡିଛି, ସେମାନଙ୍କ ପାଖକୁ ତୁମେ ଯିବନି ବା କୌଣସି ଭାବରେ ଯୋଉ ପରମ୍ପରା ଦୃଷ୍ଟିରୁ ଏଇ ଭାଇ ମରିଗଲା, ଏଇ ଭାଇ ମାନେ 2ଟା ମରିଗଲେ, ସେ ସବୁ କିଛି ଦେଖେଇବନି। ଏଇଟା ସଦାପ୍ରଭୁଙ୍କ କ୍ରୋଧ। ଆଉ ସେଇ ପରିପ୍ରେକ୍ଷୀରେ ଯାହା ସଦାପ୍ରଭୁ ମୋଶାଙ୍କୁ କହିଲେ, ମୋଶା ଆସି ହାରଣଙ୍କୁ ସେଟା କହିଲେ, ବାପା କାଳେ ବି ସେ ବି ଭୁଲ କରିପାରନ୍ତି। ସେ କହୁଛନ୍ତି, ଯେଉଁମାନେ ଆମ୍ଭ ନିକଟକୁ ଆସନ୍ତି ସେମାନଙ୍କ ମଧ୍ୟରେ ଆମ୍ଭେ ପବିତ୍ର ରୂପେ ମାନ୍ୟ ହବା, ସମସ୍ତ ଲୋକଙ୍କ ଅଗ୍ରତେ ଆମ୍ଭେ ଗୌରବାନ୍ୱିତ ହବା। ସଦାପ୍ରଭୁଙ୍କର ଯୋଉ ଇଚ୍ଛା ସେ ମୋଶାଙ୍କୁ ଜଣାଇଲେ, ମୋଶା ହାରଣଙ୍କୁ ଜଣାଇଲେ। ଈଶ୍ୱର ସବୁବେଳେ ଚାହାନ୍ତି ସେ ଗୌରବାନ୍ୱିତ ହେବେ। ଖାଲି ମନୁଷ୍ୟ ସେ ଗଢିଛନ୍ତି ସେଇଟା ଅବଶ୍ୟ, କିନ୍ତୁ ଦେଖନ୍ତୁ ସୃଷ୍ଟି ମଧ୍ୟ ତାଙ୍କର ଗୌରବ କୀର୍ତ୍ତନ କରେ। ଗୀତ ସଂହିତା 19 ପର୍ବର 1 ପଦ। ଆକାଶ ମଣ୍ଡଳ ପରମେଶ୍ୱରଙ୍କର ଗୌରବ ବର୍ଣ୍ଣନା କରେ, ଶୂନ୍ୟ ମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ। ସାରା ସୃଷ୍ଟି, ମଣିଷ ତା ମଧ୍ୟରେ, କିନ୍ତୁ ସୃଷ୍ଟି ମଧ୍ୟ ଈଶ୍ୱରଙ୍କ ଗୌରବ କୀର୍ତ୍ତନ କରେ ଆଉ ବର୍ଣ୍ଣନା କରେ। ଆକାଶ ମଣ୍ଡଳ ପରମେଶ୍ୱରଙ୍କ ଗୌରବକୁ ବର୍ଣ୍ଣନା କରେ।
जेहेतु आज आम टॉपिक हूँ परमेश्वर गौरव। द्वितीय करंती 4 पर्वर 4 पद। द्वितीय करंती 4 पर्वर 4 पद। ईश्वर प्रतिमूर्ति जे ख्रीष्ट ताहांको गौरवमय सुसमाचार आलोक सुसमाचार पुणी गोटे आलोक अच्छी जेहेतु सेटा गौरवमय सुसमाचार से सुसमाचार गोटे आलोक जपरी यही प्रकार लोक मान प्रति प्रकाशित न हुए से 4 पर्वर प्रथम जो देखा जे जो माने प्रभु को खातिर करते सम्मान करते से मानकर चक्षु को जगतर अधिपति चक्षु को बंद कर रखी से आलोक पाखक जीव ना। देखो केते बड़ गुरुतर विषय ईश्वर को प्रतिमूर्ति जे ख्रीष्ट ताहांको गौरवमय सुसमाचार र आलोक जेपरी यही प्रकार लोक मान प्रकाशित न हुए ता संगे मु आ गोटे पद को जोड़िया को चाहूची जेतले यीशु एई पृथ्वी को देह धारण करके आसीथिले से एई भली गोटे पद कहिथिले से पदटा की कहि परिबे एग्जैक्ट हबनी किंतु सिमिलर पाखा पाखी मिसियो जे बहुमूल्य विषय को घुषुरी मान आगे पकाऊ काले से माने बुली पड़ी दली देवे ईश्वर गौरव एभली गोटे जिनिस आम प्रथम देखिलु से गणना कम लेबीय पुस्तक रे मूसा हाण को कहते जो आसंती आमे पवित्र रूपे मान्य हवा से मध्य अर्थात आज आम जिते जन एठार उपस्थित समस्त मध्य प्रभु गौरवान्वित महिमान्वित आ प्रशंसित हवाई चाहती से सिलसिला रे पाउल द्वितीय करंथी मंडली को द्वितीय पत्र लिखुचंती से 4:4 लिखाउचंती जे समस्त प्रभुंकर गौरव पाइका समाने इच्छुक निष्ठावान सेमान को पाइका से पद सुसमाचार आलोक अविश्वासी मानकर ज्ञान चक्षु अंध करी अछि ज्ञान चक्षु को से अंध कर देछि जहा फल कि समान देखु देखु देखिबे नहीं सुनु सुनु सुनिबे नहीं एवं ईश्वर को जो गौरवमय सुसमाचार ताको ग्रहण करिवे नहीं। यात्रा पुस्तक 3 पर्व आम देखियो मूसा जितेबाला तांकर ससुरंकर से मेसपल चरेया जाइथिले से गोटे पहाड़र बा पर्वतर गोटे स्थान रे देखिले गोटे बुदा अग्नि शिखारे प्रज्वलित हेउछि वार्ड गुरा देखंतु केते सुंदर प्रज्वलित होउछि तथापि बुदाटा नष्ट हेउ नै आ सारी मध्य किए अछंती तांके संगे कथावार्ता किए कले सदा प्रभु को दूत तांको दर्शन देले। यात्रा पुस्तक 3 पर्व 2 रे से यात्रा पुस्तक 24 पर्वर 16-17 एभली लिखा जाए तहिरे सिनय पर्वत उपरे सदा प्रभुंकर प्रताप तहि उतारे अवस्थित कला ताहा 6 दिन पर्यंत मेघाच्छन्न होई रहिला। सिनय पर्वत उपरे सदा प्रभुंकर प्रताप अवस्थान कला आउ 6 दिन मेघाच्छन्न होई रहिला तहि उतारे सप्तम दिन मेघ मध्यरु सदाप्रभु मूसा को डाकिले तहिरे इस्राएल संतान गण दृष्टि रे पर्वत श्रृंगरे ग्रासकारी अग्नि तुल्य सदाप्रभुंकर प्रताप प्रकाशित हैला। मूसा जो प्रथम अग्निटा देखिले सेटा ग्रासकारी नथिला ना तो से बुदा जली जाइथांता तो देठी माने देखि परचंती से सिनय पर्वत उपरे ग्रासकारी अग्नि सदृश
ସଦାପ୍ରଭୁଙ୍କ ପ୍ରତାପ ପ୍ରକାଶିତ ହେଲା। ପ୍ରଥମ ରାଜାବଳୀ 8 ପର୍ବର 11 ପଦ ପଢିବା। ପ୍ରଥମ ରାଜାବଳୀ 8 ପର୍ବର 11 ପଦ। ତହିଁରେ ସେ ମେଘ ସକାଶୁ ଯାଜକମାନେ ପରିଚର୍ଯା କରିବାକୁ ଠିଆ ହୋଇ ପାରିଲେ ନାହିଁ। ସଲୋମନ ଯେତେବେଳେ ସେ ଗୃହ ବନେଇଛନ୍ତି, ଈଶ୍ୱରଙ୍କ ଉପସ୍ଥିତି ଆସିଛି, ଏତେ ମେଘ ଆସିଲା ତା ଭିତରେ ଯେ ସେମାନେ ଯୋଉ ପରିଚର୍ଯା କରିବା ଯୋଉ ତାଙ୍କର ଯୋଉ ଅଛି ପଦ୍ଧତି ବା ନିୟମ, ତାକୁ ସେମାନେ ପାଳନ କରି ପାରିଲେନି, କାରଣ ଦେଖାଗଲାନି କିଛି। କାରଣ ସଦାପ୍ରଭୁଙ୍କ ଗୃହ ସଦାପ୍ରଭୁଙ୍କର ପ୍ରତାପରେ ପରିପୂର୍ଣ୍ଣ ହେଲା। ଏଇ କେତୋଟି ପଦ ଗୁଡିକ ଆପଣମାନଙ୍କ ପାଖରେ ପଢିବାର ଉଦ୍ଦେଶ୍ୟ ହଉଛି କିଭଳି ଭାବରେ ଈଶ୍ୱର ତାଙ୍କର ଯୋଉ ମହିମା, ଯୋଉ ଗ୍ଲୋରି, ଯୋଉ ପ୍ରତାପ, ସେଟା ଜଗତରେ କୋଉ କୋଉ ସ୍ଥାନରେ ସେ ପ୍ରକାଶ କରିଛନ୍ତି, ଆଉ ଏଇ ପୃଥିବୀ ନିବାସୀ ମାନେ କିଭଳି ଭାବରେ ସେ ପ୍ରତାପକୁ ସେମାନେ ଦେଖିଛନ୍ତି। ଆଜି ଆମର ଉଦ୍ଦେଶ୍ୟ ହଉଛି ସେଇଗୁଡାକ ଆମେ ଆଉ ଥରେ ରୋମନ୍ଥନ କରିବା। ତାପରେ ଆମେ ଦେଖୁଛୁ ଯୋହନ 1 ପର୍ବର 14, ଆଉ ସେହି ବାକ୍ୟ ଦେହବନ୍ତ ହେଲେ ପୁଣି ଅନୁଗ୍ରହ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମମାନଙ୍କ ମଧ୍ୟରେ ବାସ କଲେ। ଆଉ ପିତାଙ୍କ ଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ୍ୟ ଆମେ ତାହାଙ୍କର ମହିମା ଦେଖିଲୁ। ଯେତେ ଗୁଡେ ପଦ ଆମେ ଖାଲି 2 Corinth ଛାଡିଦେଲା ପରେ ସବୁଗୁଡା ଆମେ ଓଲ୍ଡ ଟେଷ୍ଟମେଣ୍ଟ ରୁ ଦେଖିଥିଲୁ, ବର୍ତ୍ତମାନ ଆମେ ନ୍ୟୁ ଟେଷ୍ଟମେଣ୍ଟ ଦେଖୁଛୁ। ତାକୁ ପୁଣି ଯୋହନ ନିଜେ ଲେଖୁଛନ୍ତି ବୁଢା ଅବସ୍ଥାରେ। ଯେତେ ଗୁଡାକ ସୁସମାଚାର ବା ସିନାପ୍ଟିକ ଗସ୍ପେଲ ଲେଖା ହେଇଛି, ସବୁଠୁ ଡେରିରେ ଲେଖା ହେଇଛି ଯୋହନ ସୁସମାଚାର। ଆଉ ସେଟା ତାଙ୍କୁ ସେ ବହୁତ ବୁଢା ହେଇଯାଇଥିଲେ ସେଇ ସମୟରେ ଲେଖା ହେଇଛି। ତାଙ୍କର ଲେଖାଟା ଟିକେ ଭିନ୍ନ ଅନ୍ୟମାନଙ୍କ ଅପେକ୍ଷା। ସମସ୍ତେ ସେଇ ଜନ୍ମ ବିଷୟରେ ବର୍ଣ୍ଣନା କରିଛନ୍ତି, ଯୌନ ଡୁବକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। କିନ୍ତୁ ଆଙ୍କର ହଉଛି ଏକ ଭିନ୍ନ ଟାଇପର ଯୀଶୁକୁ ସେ ଉପସ୍ଥାପନ କରୁଛନ୍ତି। କଣ କରି କରୁଛନ୍ତି? ଆଉ ସେହି ବାକ୍ୟ ଦେହବନ୍ତ ହେଲେ ପୁଣି ଅନୁଗ୍ରହ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମମାନଙ୍କ ମଧ୍ୟରେ ବାସ କଲେ। ଆଉ ପିତାଙ୍କ ଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ୍ୟ ଆମେମାନେ ତାହାଙ୍କ ମହିମା ଦେଖିଲୁ। ଏଇଟା କହିବାର ମାନେ ହଉଛି ଯୋହନଙ୍କର ଈଶ୍ୱରଙ୍କ ମହିମା ଗୋଟେ କାଳ୍ପନିକ ନୁହେଁ, ଯାହାକୁ ଦେଖି ହବନି ସେମିତି ନୁହେଁ, ଅଦୃଶ୍ୟ ନୁହେଁ। ହଁ, ଈଶ୍ୱର ଅଦୃଶ୍ୟ, କିନ୍ତୁ ତାଙ୍କ ମହିମା ଯେତେବେଳେ ସେ ପରିପ୍ରକାଶ କରନ୍ତି ସେଟା ସମସ୍ତେ ଦେଖିପାରନ୍ତି। ଏଇଟାକୁ ଯୋହନ ଏଠାରେ ପ୍ରମାଣିତ କରୁଛନ୍ତି। ଆଉ ସେହି ବାକ୍ୟ ଦେହବନ୍ତ ହେଲେ ପୁଣି ଅନୁଗ୍ରହ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମମାନଙ୍କ ମଧ୍ୟରେ ବାସ କଲେ। ଆଉ ପିତାଙ୍କ ଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କର ମହିମା ସଦୃଶ୍ୟ ଆମମାନେ ତାହାଙ୍କ ମହିମା ଦେଖିଲୁ। ସିନାଇ ପର୍ବତ ଉପରେ ଯୋଉ ମେଘାଚ୍ଛନ୍ନ ହେଲା, 7 ଦିନ ସଦାପ୍ରଭୁ ମୂଷାଙ୍କୁ ଡାକିଲେ। ତାପରେ ସେମାନେ ସେଠି ଗ୍ରାସକାରୀ ଅଗ୍ନିକୁ ଦେଖିଲେ। ଇସ୍ରାଏଲ ଲୋକମାନେ ସବୁ ଦେଖିଲେ ଦେଖିଲେ ଦେଖିଲେ। ଆଉ ଏଠି ଆମେ ମୂଷା ସେ ପର୍ବତ ଉପରେ ଭୂତା ଜଳିବାର ଦେଖିଲେ। ତାପରେ ଆମେ ଯିବା ଲୁକ 9 ପର୍ବ 29-32। ଲୁକ 9 ପର୍ବ 29-32। ଏମାନେ ଯାଇଛନ୍ତି ଯୀଶୁ ତାଙ୍କର 3ଟା ପ୍ରିୟ ଶିଷ୍ୟକୁ ନେଇକିରି ପାହାଡ ଉପରକୁ, ପର୍ବତ ଉପରକୁ। ପୁଣି ସେ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା। ଏଟା କିଏ ଲେଖୁଛନ୍ତି? ଲୁକ ଲେଖୁଛନ୍ତି। ଲୁକ ନିଜେ ଶିଷ୍ୟ ନଥିଲେ କି ସେ ଯାଇ ନଥିଲେ। All that he has gathered from Peter କିମ୍ବା ଅନ୍ୟ କୌଣସି ଶିଷ୍ୟଙ୍କ ପାଖରୁ ଏସବୁ ସଂଗ୍ରହ କରିଛନ୍ତି। ଆଉ ସେଇଟାକୁ ସେ ଲେଖୁଛନ୍ତି ଯେ ପ୍ରଥମେ ତାଙ୍କ ମୁଖ ସେ ପରିବର୍ତ୍ତିତ ହେଲା। ଆଉ ସେ ପ୍ରଥମ ଲୁକ ଏମିତି ସେମିତି ପକେଇବେନି, ସେ ପୁରା ଗୋଟି ପରେ ଗୋଟେ ସିଷ୍ଟମାଟିକ ୱେରେ ସେ ଲେଖିବେ।
ପାହାଡ ଉପରକୁ ଆସିକି ତାଙ୍କ ମୁଖ ପରିବର୍ତ୍ତିତ ହେଲା ବୋଲି ସେ ଲେଖୁନାହାନ୍ତି। as he prayed, ସେ ଯେମିତି ପ୍ରାର୍ଥନା ଆରମ୍ଭ କଲେ, କେତେ ସୁନ୍ଦର ଭାବରେ ବାକ୍ୟ ପବିତ୍ର ଆତ୍ମା ତାଙ୍କର ବାକ୍ୟ ଗୁଡାକ ଆମ ପାଖକୁ ପଠେଇଛନ୍ତି ପଢିବା ପାଇଁ। ପୁଣି ସେ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା। ଯୋଉ ଚେହେରା, କ୍ୟାଲେଣ୍ଡର ଯୀଶୁଙ୍କ ବିଷୟରେ ମୁଁ କହୁନି, କାରଣ ଯୀଶୁଙ୍କୁ ତ କେହି କେବେ ଦେଖିନି, ଏରା ସବୁ ଭାଣ୍ଡାମି, ଏ ଯୋଉ କ୍ୟାଲେଣ୍ଡରରେ ଯୀଶୁ ଛପେଇବାଟା। କିନ୍ତୁ ତାଙ୍କର ଯୋଉ ଚେହେରାକୁ ସେମାନେ ଦେଖି ଆସୁଥିଲେ, ହଠାତ୍ କିନା ଦେଖିଲେ ଯେ ପରିବର୍ତ୍ତନ ହେଇଗଲା। ଆଉ କଣ ହେଲା? ତାହାଙ୍କର ବସ୍ତ୍ର ଅତ୍ୟନ୍ତ ଉଜ୍ଜଳ ହେଲା। ଦିଟା ପରିବର୍ତ୍ତନ ସେମାନେ ମାର୍କ କଲେ। ମୁଖ ପରିବର୍ତ୍ତିତ ହେଇଗଲା, ତାଙ୍କ ବସ୍ତ୍ର ଉଜ୍ଜଳ, ଖାଲି ଉଜ୍ଜଳ ଲେଖାଏନି, ଅତ୍ୟନ୍ତ ଉଜ୍ଜଳ ହେଲା। ଆଉ ଦେଖ, ମୋଶା ଓ ଏଲିୟ, ଏହି ଦୁଇ ବ୍ୟକ୍ତି, ମନ ଦେଇ ଶୁଣନ୍ତୁ, এই ଦୁଇଟି ସ୍ୱର୍ଗୀୟ ଦୂତ ବୋଲି ଲେଖା ହେଇନି, এই ଦୁଇଟି ଆତ୍ମା ବୋଲି ଲେଖା ହେଇନି, ଦୁଇ ବ୍ୟକ୍ତି, ସେମାନେ ବ୍ୟକ୍ତି ରୂପରେ ଆସିଥିଲେ। ସ୍ପେଶାଲ ଡେଲିଗେସନ ଫ୍ରମ ଅଲମାଇଟି ଗଡ। କୋଉ ବିଷୟରେ ଡିସ୍କସନ କରିବା ପାଇଁ? ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ। ସେମାନେ ଗୌରବରେ ଦର୍ଶନରେ ଜେରୁସାଲେମକୁ ଯୀଶୁ ଯିବେ, ସେ କିଭଳି ସମର୍ପିତ ହେବେ, ତାଙ୍କର କୃଷି ବିଷୟ, ଏ ସବୁ ବିଷୟ ପ୍ରଭୁ ତାଙ୍କୁ ପଠେଇଥିଲେ। ସେ ଦୁଇ ବ୍ୟକ୍ତି, ସେମାନେ ସ୍ୱର୍ଗକୁ ଯାଇକିରି ସ୍ୱର୍ଗଦୂତ ହେଇନାହାନ୍ତି, ସେଇ ଦୁଇ ବ୍ୟକ୍ତି ହେଇକି ଅଛନ୍ତି। ଈଶ୍ୱରଙ୍କ ବାକ୍ୟର ପ୍ରତିଟି ୱାର୍ଡ ବାଇ ୱାର୍ଡ ସେଟା ଇମ୍ପୋର୍ଟାଣ୍ଟ ଅଟେ। এই ପିତର ଯାକୁବ ଯୋହନଙ୍କର ପ୍ରତି ପ୍ରଭୁଙ୍କର କେତେ ଅନୁଗ୍ରହ ଥିଲା, ଆଶୀର୍ବାଦ ଥିଲା। ସେମାନେ ସେ ସ୍ୱର୍ଗୀୟ ଦର୍ଶନ ଦେଖିପାରିଲେ। ତାପରେ ଯିବା ଯୋହନ 2 ପର୍ବର 11 ପଦ। ସମସ୍ତେ ଆମେ ଜାଣୁ କାନା ନଗରର ଯୋହନ 2 ପର୍ବ 11 ପଦ। ଯୀଶୁ ଏହି ପ୍ରକାରେ ଗାଲିଲିର କାନାରେ ଆଶ୍ଚର୍ଯ୍ୟ କର୍ମ ଆରମ୍ଭ କରି ଆପଣା ମହିମା ପ୍ରକାଶ କଲେ। ଏଠି ଆମର ଆଜିର ମେନ୍ ଇସ୍ୟୁ ହଉଛି ଯେ ଈଶ୍ୱର ମନୁଷ୍ୟ ମଧ୍ୟରେ ଯେ ଗୋଟେ ବଡ ଗ୍ୟାପ୍ ଅଛି। ଯେତୋଟି ପଦ ଆମେ ଏକା ପଢିଲୁ, ସବୁଠି ଈଶ୍ୱରଙ୍କ ମହିମା, ତାଙ୍କର ପ୍ରତାପ, ତାଙ୍କର ଗୌରବ ଏଇ ପୃଥିବୀରେ ଥିବା ମନୁଷ୍ୟ ମାନେ ଦେଖିଲେ, ନିଜ ସ୍ୱଚକ୍ଷୁରେ ସେମାନେ ଦେଖିଛନ୍ତି। এই ପଦ ଗୁଡାକ ତା ମଧ୍ୟ ପ୍ରମାଣ ଦିଏ। ଯୀଶୁ ଏହି ପ୍ରକାର ଗାଲିଲିର କାନାରେ ଆଶ୍ଚର୍ଯ୍ୟ କର୍ମ ଆରମ୍ଭ କରି ଆପଣାର ମହିମା ପ୍ରକାଶ କଲେ। ଆଉ ସେ ମହିମା ଦେଖିକିରି ତାହାଙ୍କ ଶିଷ୍ୟମାନେ ବିଶ୍ୱାସ କଲେ। ତାମାନେ ଏଗୁଡ଼ା କିଛି ଅଦୃଶ୍ୟ ଇନଟାଞ୍ଜିବଲ ବିଷୟ ନୁହେଁ, ଏଗୁଡ଼ା ଏକ କଂକ୍ରିଟ ଭ୍ୟାଲୁଏବଲ ଜିନିଷ। ଈଶ୍ୱରଙ୍କ ମହିମା, ଈଶ୍ୱରଙ୍କ ପ୍ରତାପ ଅଛି, ଆଉ ଏଇ ଲୋକମାନଙ୍କ ପାଖରେ ସେଟା ପ୍ରକାଶିତ ହେଇଛି, ଆଉ ଲୋକମାନେ ଦେଖୁଛନ୍ତି। ଯୋହନ 11 ପର୍ବର 40। ସମସ୍ତେ ଆମେ ଜାଣିଛୁ, ଏଇଟା ହଉଛି ଆମମାନଙ୍କର, ଯେମିତି ଯୋହନ ରେ ଲେଖା ହେଇଛି ଈଶ୍ୱର ଜଗତକୁ ଏଭଳି ପ୍ରେମ କଲେ, ସେମିତି ଲାଜାର ବିଷୟରେ ଆମେ ସମସ୍ତେ ଜାଣିଛୁ। ଯୋହନ 11 ପର୍ବ କହିଲା ମାନେ ଲାଜାର ବିଷୟରେ। ଯୀଶୁ ସେଠାକୁ ଯାଇଛନ୍ତି, ବିଳମ୍ବରେ ଯାଇଛନ୍ତି। ସେମାନେ ଦି ଭଉଣୀ ଭାଙ୍ଗି ପଡିଛନ୍ତି, ଅଭିମାନ କରୁଛନ୍ତି। ସେମାନେ ଭାବୁଛନ୍ତି ଯେ ପ୍ରଭୁ ଜୀବନ୍ତ ଲୋକକୁ ଉଠେଇ ପାରିବେ କି ଯାହା କିଛି କରିପାରିବେ, ମରିଗଲା ପରେ ପ୍ରଭୁ କଣ କରିବେ? ତେଣୁ ସେମାନେ, ସେଇଟା ତାଙ୍କର ଅଭିମାନ। ସେଇ ସମୟରେ ସିନା ଆସିଥିଲେ ଆମ ଭାଇଟା ଭଲ ହେଇଯାଇଥାନ୍ତା, ତା ମରିଗଲା ପରେ ଆସିଲେ କଣଟା ହବ? ଗନ୍ଧ ବାହାରିଲାଣି, ମଢାଟା, 4 ଦିନର ମଢା, ବାସି ମଢା, କଣ ହବ? ସେଇଠି ପ୍ରଭୁ କହୁଛନ୍ତି, ଯଦି ତୁମେ ବିଶ୍ୱାସ କର ତାହେଲେ ଈଶ୍ୱରଙ୍କ ମହିମା ଦେଖିବ। ଯଦି ବିଶ୍ୱାସ କରିବନି। ଯଦି ବିଶ୍ୱାସ କରିବ, ଈଶ୍ୱରଙ୍କ ମହିମାକୁ ଦେଖିବ। ପ୍ରେଜ୍ ଦ ଲର୍ଡ।
तापर आमे जिबा जेतेबेले ईश्वरंकर महिमा बा गौरव स्वर्गर पृथ्वी को आसे सेतेबेले मनुष्य समाज ताकू समय देखि पारନ୍ତି ए जो ईश्वर को जो परिप्रकाश हुए तांकर महिमा तांकर गौरव परिप्रकाश हुए दीटा विषय साधन कौन प्रथमटा होचे गोटे मनरे गोटे ओ बाप रे रेभरेंस गोटे स्वर्गीय सम्मान आमर चली आसे कि महान प्रभु कि भयानक प्रभु केते तांकर शक्ति तांकर या सब मापी हुए नहीं आम भीतर गोटे शंका जात हुए कि महान ईश्वर आ गोटे कौन हुए आम भीतर गोटे परिवर्तन सृष्टि हुए ईश्वर को महिमा पवित्रता जितेबाला आम मध्य सेटा जिते परिपूर्ण हुए ता मध्य जो आम गमन करूँ आम मध्य गोटे परिवर्तन सृष्टि हुए ट्रांसफॉर्मेशन सृष्टि हुए गोटे पद आपण माने पढ़िबे आ से पदटा अति आश्चर्य से पदटा होची यात्रा पुस्तक तार 34 पर्वर 8 पद यात्रा पुस्तक तार 34 पर्वर 8 पद किंतु से 8 पद पढ़िया पूर्व आगे 6-7 पद पढ़ुछि आउ सदा प्रभु तांको सम्मुख दे गमन करी एहा घोषणा कले सदा प्रभु परमेश्वर स्नेहशील कृपामय क्रोधरे धीर दया और सत्यतारे परिपूर्ण 33-18-19 आमे देखुचु से यात्रा पुस्तक 33 पर्वर 18-19 देखुचु मूसा कहउचंती विनय करूअछि तुमे मते अपना महिमा देखाओ विनय करूअछि मो नम्र भाବରେ मागुछि तुमको अपील करूछि तुमर महिमा मते देखाओ आ सदा प्रभु ताको की उत्तर दउचंती आम्भे तुम सम्मुख दे अपनार समस्त उत्तमता गमन कराइबा आ सदा प्रभु तांको सम्मुख दे 34-6-7 रे गमन करी घोषणा कले सदा प्रभु परमेश्वर से स्नेहशील तांकर उत्तमता होची तांकर महिमा प्रकाश करया होची तांकर जो उत्तमता अछि से निज मुहरे कहउचंती मु तम आगे मोर उत्तमता को प्रकाश करिबी सेटा गमन करिवो से उत्तमता को यात्रा 34-6-7 रे लिखा होची पर निजे तांको मुखरे कहउचंती सदा प्रभु परमेश्वर स्नेहशील कृपामय क्रोधरे धीर दया सत्यतारे परिपूर्ण तांको निजर एट्रिब्यूट्स तांको निजर कैरेक्टरिस्टिक्स होची तांकर महिमा तांको से गौरव को प्रकाश करया अर्थ तांकर जो निजर जो उत्तमता को से मूसा का आगे से जनाउचंती ईश्वर कहिले केवल आमे बुझी थाउ गोटे दंड देवार लोक नरक को ठेल देवा पे तांकर सक्षम अच्छे स्वर्ग को मध्य नवा पे आमानकर से सहाय्य करिवे एतेक खाली मुंड भितर थाए तांको पाखरे जो उत्तमता अछि जोटा से मूसा को आगे गमन कराइले निजे घोषणा करी करिका सम्मुख दे गमन करी एहा घोषणा कले केते बड़ देखंतु तांकर निजर उत्तमता को से मूसा के आगे घोषणा करचंती परमेश्वर स्नेहशील कृपामय क्रोधरे धीर
ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ। ପ୍ରଭୁ ଅନୁମତି ଦେଲେ, ଆଲାଉ କଲେ, ଯେମିତି ମୂଷା ତାଙ୍କର ଗୌରବକୁ ଦେଖିପାରିବେ। ଆଉ ସେ ଗୌରବ ଥିଲା ତାଙ୍କର ଉତ୍ତମତାର ପରିପ୍ରକାଶ, ଯାହା ଫଳରେ କି ମୂଷା ପରିବର୍ତ୍ତିତ ହେବେ। ଆଜି ଆମମାନଙ୍କ ପାଇଁ ମଧ୍ୟ ସେଇଟା ହଉଛି, ଯେତେବେଳେ ଆମେ ବିଭିନ୍ନ ବିଷୟ କରିଥାଉ, ଆମେ ଭାବୁଥାଉ ଆମେ ଈଶ୍ୱରଙ୍କୁ ପ୍ଲିଜ କରୁଛୁ, କିନ୍ତୁ ଆମେ ଈଶ୍ୱରଙ୍କୁ ପ୍ଲିଜ କରିବା ଅର୍ଥ ହଉଛି ତାଙ୍କର ଗୌରବମୟ ଅବସ୍ଥାରେ ଆମେ ପରିବର୍ତ୍ତିତ ହବା। ଦ୍ୱିତୀୟ କରନ୍ଥୀ 3:18 ଲେଖା ହଉଛି, ଯଦି କିଏ ପାରିବେ ପଢିଦେବେ, କାରଣ ମୁଁ ଇଂଲିଶରେ ଲେଖିଛି। ଦ୍ୱିତୀୟ କରନ୍ଥୀ 3:18। କିନ୍ତୁ ଆମ୍ଭେମାନେ ସମସ୍ତେ ଅନାଚ୍ଛାଦିତ ମୁଖରେ ଦର୍ପଣରେ ଦେଖିବା ପରି ପ୍ରଭୁଙ୍କ ଗୌରବ ଦେଖୁ ଦେଖୁ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ତାହାଙ୍କ ସେହି ମୂର୍ତ୍ତିରେ ପରିବର୍ତ୍ତିତ ହେଉଅଛୁ। ଯେଣୁ ପ୍ରଭୁ ଯେ କି ଆତ୍ମା, ତାହାଙ୍କ ଠାରୁ ଏହି ସବୁ ହେଉଅଛି। ଆମେନ୍। ଥ୍ୟାଙ୍କ ୟୁ ସିଷ୍ଟର। ଆମେ ଗୌରବରୁ ଅଧିକ ଗୌରବ ଯୁକ୍ତକୁ ପରିବର୍ତ୍ତିତ ପ୍ରତିଦିନ, ଏଟା ପାଉଲ କରନ୍ଥୀ ମଣ୍ଡଳୀକୁ ଲେଖୁଛନ୍ତି। ଆମେ ମାନେ ଅନାଚ୍ଛାଦିତ ମୁଖ, ଆମେ ଦର୍ପଣରେ ନିଜର ପ୍ରତିଛବିକୁ ଦେଖିଲା ପରି ଆମେ ଈଶ୍ୱରକୁ ଗୌରବକୁ ଦେଖୁଛୁ। ଆଉ କଣ ହଉଛୁ? ସେମ୍ ଇମେଜ ଫ୍ରମ୍ ଗ୍ଲୋରି ଟୁ ଗ୍ଲୋରି। ଗୌରବମୟ ଅବସ୍ଥାରୁ ଆମେ ଆହୁରି ଗୌରବମୟ ଅବସ୍ଥାକୁ ପ୍ରତିଦିନ ଉଚ୍ଚକୁ ଉଚ୍ଚକୁ ଉଠୁଛୁ। ଯେତେବେଳେ ପାଉଲ କୌଣସି ବିଷୟ ଲେଖୁଥିଲେ, ସେ କହୁଥିଲେ ମୋ ପ୍ରତି ଏଇଟା ପ୍ରକାଶିତ ହେଲା। ଯେତେବେଳେ ଆମେ ଈଶ୍ୱରଙ୍କ ସହିତ ଗମନାଗମନ କରିବା, ତାଙ୍କର ମହିମାରେ ଆମେ ପରିବର୍ତ୍ତିତ ହବା, ଆମମାନଙ୍କର ରୂପାନ୍ତର ଘଟୁଥିବ, ପ୍ରଭୁଙ୍କର ନିଶ୍ଚିନ୍ତ ରିଭେଲେସନ ଆମେ ପାଇପାରିବା। ଏଇଟା ଆମେ ଦେଖିପାରିବା ଏଫେସୀ ପୁସ୍ତକ 1:17-18। ରୀତା ସିଷ୍ଟର ଯଦି ପାରୁଛନ୍ତି ପଢିବେ। ଏଫେସୀ ପୁସ୍ତକ 1:17-18, 2 ପଦ। ହଁ, ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ୱର ଗୌରବମୟ ପିତା ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ପାଇବା ନିମନ୍ତେ ତୁମ୍ଭମାନଙ୍କ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି, ସେଥିରେ ତୁମ୍ଭମାନଙ୍କ ଆନ୍ତରିକ ଚକ୍ଷୁ ପ୍ରସନ୍ନ ହୁଅନ୍ତେ। ତାହାଙ୍କ ଆହ୍ୱାନର ଭରସା କଣ? ସାଧୁମାନଙ୍କ ମଧ୍ୟରେ ତାହାଙ୍କ ଅଧିକାରର ଗୌରବ ରୂପ ଧନ କଣ? ପୁଣି ବିଶ୍ୱାସୀ ଯେ ଆମ୍ଭେମାନେ ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ ଅନୁସାରେ ଆମମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ତ୍ୱ କଣ, ଏହି ସବୁ ଜାଣିପାର। ଥ୍ୟାଙ୍କ ୟୁ ସିଷ୍ଟର। ପାଉଲ ମଧ୍ୟ ଠିକ ସେୟା ଲେଖୁଛନ୍ତି। ପବିତ୍ର ଆତ୍ମାଙ୍କର କାର୍ଯ୍ୟ ହଉଛି, ଯେତେବେଳେ ସେ ଆମମାନଙ୍କୁ ସେ ତାଙ୍କର ଜ୍ଞାନଯୁକ୍ତ ଅନ୍ତଃକରଣ ଦାନ କରନ୍ତି, ଆମ୍ଭେମାନେ ଈଶ୍ୱରଙ୍କ ପ୍ରତ୍ୟାଦେଶ ପାଇପାରିବା। ଆଉ ତାଙ୍କର ଜ୍ଞାନର ଆମେ କଣ ହବା? ସୁବୁଦ୍ଧିର ଆତ୍ମା ପାଇବା, ଜ୍ଞାନଯୁକ୍ତ ଅନ୍ତଃକରଣ ପାଇବା, ଆଉ ତାହାଙ୍କର ଜ୍ଞାନରେ ଆମେ ଆମମାନଙ୍କର ଯୋଉ ଆନ୍ତରିକ ଚକ୍ଷୁ ସେଟା ଉନ୍ମୁକ୍ତ ହବ, ଆଉ ସେଥିରେ ଆମେ ଈଶ୍ୱରଙ୍କର ନିଗୁଡ ତତ୍ତ୍ୱ ଗୁଡାକ ଦେଖିପାରିବା। ଆମମାନଙ୍କର ସମସ୍ତଙ୍କର ଭରସା ଅଛି, ଆଉ ସେ ଭରସା ହଉଛି ସାଧୁ ମାନଙ୍କ ସହିତ ଆମମାନଙ୍କର ଗୋଟେ ଭାଗିଦାର। ଆମେ ଦିନ ଆସିବ, ଆମେ ସାଧୁ ମାନଙ୍କ ପାଖରେ ଆମର ଯୋଉ ବାପାର ଯୋଉ 4ଟା ପୁଅ ଜମି ବାଣ୍ଟ ହେଲେ ବା ପ୍ରପର୍ଟି ବାଣ୍ଟ ହେଲେ ସମସ୍ତେ ଭାଗିଦାର ହୁଅନ୍ତି। ସେ ଅଳ୍ପ ହଉ ବହୁତ ହଉ,
ସମସ୍ତଙ୍କୁ କିଛି ନା କିଛି ମିଳେ। ସେମିତି ସାଧୁ ମାନଙ୍କ ଭିତରେ ଆମମାନଙ୍କର କଣ ଅଧିକାର, ଆମମାନେ ସେଇ ଗୌରବଯୁକ୍ତ ବାକ୍ୟ ବା ସେ ଆନ୍ତରିକ ଚକ୍ଷୁ ପ୍ରସନ୍ନ ହେଲେ ତାହା ଆମେ ଜାଣିପାରିବା। ଯାତ୍ରା ପୁସ୍ତକ ସେଇ 34 6 7 ଆମେ ପଢୁଥିଲୁ, ବର୍ତ୍ତମାନ 8 କୁ ଯିବା। ପଢି ଦିଅନ୍ତୁ ଟିକେ। ଯାତ୍ରା ପୁସ୍ତକ 34 ପର୍ବର 8 ପଦ। ଲେଖା ଅଛି, ତହୁ ମୂଷା ଶୀଘ୍ର ଭୂମିରେ ନତମସ୍ତକ ହୋଇ ପ୍ରଣାମ କରି କହିଲେ। ନ ପଢିବେ? ନାଇଁ, ଆ ପରେ ପଢିବା ପାଇଁ କହିଲି। ହଁ। ରାଜା ପୁଅ ସେ, ମିଶର ଦେଶର ଯୁବରାଜ ହେଇଥାନ୍ତେ, ଏତ ପଳେଇ ଆସିଲେ, ସେଟା ଭିନ୍ନ କଥା। ଯୁବରାଜ ମାନଙ୍କୁ ଶିଖା ହୁଏନି କାହାକୁ ପ୍ରଣାମ କରିବା ପାଇଁ। ଏଟା ରାଜା ପୁଅର ଶିକ୍ଷାରେ ନାହିଁ ମୋଟେ। ସେ କାହାକୁ ପ୍ରଣାମ କରିବନି, ମୁଣ୍ଡ ନଇବନି ସେ କାହାକୁ। ହଁ, ତାପରେ କେତେବେଳେ ପରାଜିତ ହବ, ତାକୁ ମାରି ଦିଆଯିବ, ସେଟା ଭିନ୍ନ କଥା। କୋଉ ରାଜା ଆସିଲା, ସେ ପରାଜୟ କଲା, ମାରିଦେଲା, ସେ ଭିନ୍ନ କଥା। କିନ୍ତୁ ସେମାନେ କାହାକୁ ପ୍ରଣାମ କରିବେନି। ଏ ଗୋଟିଏ ପଦ ଆପଣ ପାଇପାରିବେ ସମଗ୍ର ବାଇବଲ ଭିତରେ। ଏ ଗୋଟିଏ ପଦ ଇଂରାଜୀରେ ଅଛି, he bowed his head towards the earth and worshipped। ଓଡ଼ିଆରେ ଅଛି, ସେ ପ୍ରଣାମ। ରାଜା ପୁଅ କାହାକୁ ପ୍ରଣାମ କରେନି। ଏପର୍ଯ୍ୟନ୍ତ କୋଉଠି ଲେଖା ହେଇନଥିଲା ମୂଷା ପ୍ରଣାମ କରିଛନ୍ତି ଈଶ୍ୱରଙ୍କୁ ବୋଲିକା। ହଁ, ସେ ଗୀତ ବୋଲିଛନ୍ତି, ଲୋହିତ ସାଗରର ଏପଟ ସାଇଡରେ ସେପଟ ସମୁଦ୍ର ପାର ହେଇକି ଆସିଲା ପରେ, ଆଉ ସେ ମରିୟମ ଦାରା ବଜାଉଥିଲେ, ସେମାନେ ସମସ୍ତେ ଗୀତ ବୋଲିଛନ୍ତି। ମିରିବା ଜଳ ପାଖରେ କିନା ସେଠି ପ୍ରାର୍ଥନା କରିଛନ୍ତି। ଭିନ୍ନ ଭିନ୍ନ ଜାଗାରେ ତାଙ୍କର ଭିନ୍ନ ଭିନ୍ନ ସବୁ ଈଶ୍ୱରଙ୍କର ସେ କରିଛନ୍ତି। ଲୋକମାନଙ୍କ, ଇସ୍ରାଏଲ ଲୋକମାନଙ୍କ ପାଇଁକା ସେ ଇଣ୍ଟରସିଡ୍ କରିଛନ୍ତି, ପ୍ରାର୍ଥନା କରିଛନ୍ତି, କାନ୍ଦିଛନ୍ତି, ମାଗିଛନ୍ତି। ପ୍ରଭୁ ମତେ ଆଉ ପଠାଉନି ଏମାନଙ୍କ ସାଙ୍ଗରେ, ଏମାନେ ହଉଛନ୍ତି ଷ୍ଟ୍ରିପ୍ଟ ନେକେଡ୍। ଏମାନଙ୍କ ସାଙ୍ଗରେ ମୁଁ ଆଉ କିଛି କାମ କରିପାରିବିନି, ଏମାନେ ବହୁତ ଶକ୍ତ ଗ୍ରୀବ ଲୋକ ଗୁଡାକ, ମୁଁ ଶୁଣି ଆଉ କାହାକୁ ବି ପଠଉଛ ପଠାଅ। କିନ୍ତୁ ଆଜି ପ୍ରଥମ ଥର କରିକି ସେ 34:8 ଲେଖା ହଉଛି, ସେ ଈଶ୍ୱରଙ୍କର ଯେତେବେଳେ ସେ ଗୌରବ ତାଙ୍କ ଆଗରେ ପ୍ରକାଶ ହେଲା ଆଉ ଗମନ କଲା, ସେ ଈଶ୍ୱରଙ୍କ ମହିମା ଦେଖି ଜାଣିପାରିଲେ ଯେ ଈଶ୍ୱରଙ୍କୁ କଣ ଭାବରେ ଆମେ ସ୍ୱର୍ଗୀୟ ଭାବରେ ଆମେ ତାଙ୍କୁ ସମ୍ମାନ ଦେଇପାରିବା। ହୁଏତ ତାଙ୍କ ପାଖରେ ଆଉ ଅଧିକ କିଛି ଚିନ୍ତା ନଥିଲା, କିଭଳି ଭାବରେ ସମ୍ମାନ ଦେବେ। ମୁହଁ ମାଡି ପଡିଲେ। ଲେଖା ହେଇଛି, ଭୂମିଷ୍ଠ ହେଲେ। he bowed down his head in the ground and worship God। ପ୍ରାର୍ଥନା କରିଛନ୍ତି, ଗୀତ ବୋଲିଛନ୍ତି, ପ୍ଲିଟ୍ କରିଛନ୍ତି, ସବୁ କିଛି କରିଛନ୍ତି, କିନ୍ତୁ ସେ ୱାର୍ସିପ କରିନଥିଲେ। ତାଙ୍କ ଜାତକରେ ନଥିଲା କାହାକୁ ପ୍ରଣାମ କରିବା। ୱାର୍ସିପ କର। ଆଉ ଯେତେବେଳେ ୱାର୍ସିପ କରିଛନ୍ତି, 40 ଦିନ 40 ରାତି କିଛି ଲେଖା ହେଇଛି, ଖାଇଲେନି, ଜଳପାନ କଲେନି, ପ୍ରଭୁଙ୍କ ସହିତ ରହିଲେ। ତାଙ୍କର ମୁଖ ଉଜ୍ଜଳ ହେଲା। ପ୍ରିୟ ଭାଇ ଭଉଣୀ ମାନେ, ଆମମାନେ ଯେତେବେଳେ ଈଶ୍ୱରଙ୍କର ସେ ମହିମାମୟ ପ୍ରତାପ ମଧ୍ୟରେ ଗମନାଗମନ କରିବା, ଆମମାନଙ୍କର ଜୀବନ ପରିବର୍ତ୍ତିତ ହବ। ଲୋକେ ତ ଦେଖିପାରିଲେନି, ମଶାଙ୍କୁ ଗୋଟେ ଘୁମୁଟା ପକେଇବାକୁ ପଡିଲା, ତାଙ୍କୁ ଅନେଇ ପାରିଲେନି। ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ତାଙ୍କର ପବିତ୍ରତା ମଧ୍ୟରେ ଯେତେବେଳେ ଆମମାନେ ଗମନାଗମନ କରୁ, ତାଠୁ ଭଳି ସମ୍ମାନଜନକ ବିଷୟ ପୃଥିବୀରେ କିଛି ନାହିଁ। ଆନନ୍ଦର ବିଷୟ ପୃଥିବୀରେ କିଛି ନାହିଁ। ଯେତେବେଳେ ଆମେ ପ୍ରଭୁଙ୍କ ପାଖରେ ନିଜକୁ ନତମସ୍ତକ କରିକିରି ନିଜର
समस्त गर्व गारिमा को भांगी देऊ, अनुताप करू, तांको स्वीकार करू। प्रभु तुम्हें होच मोर त्राणकर्ता, तुम्हें होच मोर रक्षाकर्ता, तुम्हें मोर सबुरे सब। ସେଇଠି ଆମେ ଈଶ୍ୱରଙ୍କର ସେ ପରିବର୍ତ୍ତିତ ଆତ୍ମା ଆଉ ପ୍ରତ୍ୟାଦେଶର ଆତ୍ମା, ସେ ସୁବୁଦ୍ଧି ଜ୍ଞାନଜନକ ଆତ୍ମା ପାଇଥାଉ। ଆମଙ୍କର ଅନ୍ତଃକରଣ ଚକ୍ଷୁ ଉନ୍ମୋଚିତ ହେଇଥାଏ, ସ୍ୱର୍ଗୀୟ ଆଲୋକରେ ଆମେ ଆଲୋକିତ ହେଇଥାଉ। ଆଉ ପ୍ରଭୁଙ୍କର ସେ ଗୌରବମୟ ଅବସ୍ଥାକୁ ଅବଲୋକନ କରୁ କରୁ ଦର୍ପଣରେ ଦେଖିଲା ପରିକା ନୁହେଁ, ମାତ୍ର ଈଶ୍ୱରଙ୍କ ଗୌରବରେ ଆମେ ପ୍ରତିଦିନ ପରିବର୍ତ୍ତିତ ହୋଇ ତାହାଙ୍କ ପରିକା ସଦୃଶ୍ୟ। ଏଇଟା ହଉଛି ଈଶ୍ୱରଙ୍କର ପ୍ରତାପ, ମହିମା, ଗୌରବ ପ୍ରକାଶ କରିବାର ଏକମାତ୍ର ଉଦ୍ଦେଶ୍ୟ। ଆମମାନଙ୍କ ପାଇଁ ଏଇଟା ଗୋଟେ ଅପୂର୍ବ ସୁଯୋଗ। ଯେଭଳି ଆମେ ଜଗତରେ ଥାଉ ଥାଉ ଈଶ୍ୱରଙ୍କର ସେ ମହିମା ପ୍ରତାପରେ ପରିପୂର୍ଣ୍ଣ ହୋଇ ପ୍ରତିଦିନ ପରିବର୍ତ୍ତିତ ହବା, ଆଉ ଶେଷରେ ତାଙ୍କ ସଦୃଶ୍ୟ ହବା। ପ୍ରଭୁ ଏ ଅଳ୍ପ ବାକ୍ୟରେ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। Thank you very much. God bless you all.